ଆପଣ ଦେଖିବେ ବିଜେଡି ରେ ମାନେ ଭାସ୍कर ଖାଲି ନୁହନ୍ତି ଶ୍ରୀମୟ ମିଶ୍ର ଅରୁଣ ସାହୁ ଡଜନ ଡଜନ ନେତା ମୁଣ୍ଡ ଟେକିବେ। ପାଣ୍ଡିଆନ ଯୋଉ ଭାବୁଥିଲେ ଓଡ଼ିଆ ଅସ୍ମିତାକୁ ଶାସନ ଥରେ ସାବାଡ଼ କରିବେ, ପାଣ୍ଡିଆନଙ୍କ ବେଳା ଏବେ ଖରାପ ପଡ଼ିବ। ପ୍ରଥମ ଥର ଦେଖିବେ ବିରୋଧୀ ଦଳ ବିଧାୟକ ମାନେ ମଧ୍ୟ ସେ ହ୍ୟାଣ୍ଡେଲ କରିପାରୁନାହାନ୍ତି। ତାଙ୍କର ଯୋଉ ହ୍ୟାଙ୍ଗଓଭର ଥିଲା ମୁଁ ନବୀନ ପଟ୍ଟନାୟକ ହାତରେ ରଖିଛି ଏବଂ ନବୀନଙ୍କ ହାୱାରେ ମୁଁ ସାବାଡ଼ କରି ରଖିବି, ସେ ହାୱାଟାକୁ ଅରୁଣ ସାହୁ ଭାଙ୍ଗିଥିଲେ, ଭାସ୍କର ଭାଙ୍ଗିଲେ, ଶ୍ରୀମୟୀ ଭାଙ୍ଗିଲେ। ବଡ଼ ବଡ଼ ପ୍ଲେୟାର ଅଛନ୍ତି, ପ୍ରଭାତ ବିଶ୍ୱାଳ, ପ୍ରସନ୍ନ ଆଚାର୍ଯ୍ୟ, ବଦ୍ରି ପାତ୍ର, ଏମାନେ ବିଜେଡି ରେ ଅଛନ୍ତି ନାହାନ୍ତି। ପାଣ୍ଡିଆନ ତତ୍ତ୍ୱ ବେଶୀ ଦିନ ଯଦି ନବୀନ ଚଲେଇବେ ବହୁ ଲୋକ ସିଧା ବିଜେପି ଚାଲିଯିବେ, କଂଗ୍ରେସ ଲୋକ ଫେରିଯିବେ। ବିଜେଡି ଯୋଉ କ୍ଷମତା ଫେରିବା ଇଚ୍ଛା ଅଛି, ଆଶା ଯୋଉ କୋର ବୁଲୁଛନ୍ତି, ତେଣୁ କମ୍ପ୍ଲେନ୍ ହଉଛି ଯେତେ ହାରିବା ଲୋକ ସେ ଦାୟିତ୍ୱ ନେବେ। ଆପଣ ଦେଖିବେ ସବୁବେଳେ ଯେତେ ହାରିବା ଏମଏଲଏ ସେଇମାନେ ସୁଜାତାକୁ ଆମେ ଘେରି ବସୁଛନ୍ତି। ତେଣୁ ସୁଜାତା ଲିଗାସି ପାଣ୍ଡିଆନ ବିଜୁ ପଟ୍ଟନାୟକ କ'ଣ ଲିଗାସି ହେଲେ ଯେ ତାଙ୍କ ଲିଗାସି ସୁଜାତା ହେବେ। ତେଣୁ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ପାଇଁ ବିଜେଡି ଧୂଳିସାତ ହେବ, ବିଜେଡି ତିନି ଫାଳ ହେବ। ବିଜେପି କି ଯିଏ ଯିବେ, ଯୋଉମାନେ ବିଜେଡି ସକ୍ରିୟ ଅଛନ୍ତି, ଆପଣ ଦେଖନ୍ତୁ ସନା ମହାକୁଡ଼ ଦିନେ ବିଜେଡି କି ଆସୁନାହାନ୍ତି, ପୁରା ସାଇଲେନ୍ସ ନାହାନ୍ତି। ବଦ୍ରି ପାତ୍ର ବିଜେଡିରେ ଅଛନ୍ତି, ପାଣ୍ଡିଆନ ବିଜେଡି ନାହାନ୍ତି। ଯୋଉ କଥା ମୁଁ ବାରମ୍ବାର କହୁଛି, ପ୍ରଭାତ ବିଶ୍ୱାଳଙ୍କ କଥା କହୁଛି, ବଦ୍ରି ପାତ୍ରଙ୍କ କଥା କହୁଛି, ପ୍ରସନ୍ନ ଆଚାର୍ଯ୍ୟଙ୍କ କଥା କହୁଛି, ଆହୁରି ଅନେକ ଲୋକ ଅଛନ୍ତି, ପ୍ରଫୁଲ୍ଲ ମଲ୍ଲିକ, ଆପଣ ଡର୍ଜନ ଲୋକ ବିଦ୍ରୋହ କଲେଣି। ଏଇ ଯୋଉ ବିଦ୍ରୋହ ହଉଛି ଆପଣ ଦେଖିବେ ନବୀନ ପାଣ୍ଡିଆନ କ୍ୟାରିୟରରେ ସବୁଠୁ ବଡ଼ ବିଦ୍ରୋହ। ଲେନିନ୍ ମହାନ୍ତି ଫାନ୍ତି କିଛି କଥା ନୁହଁ, ସେ କି ସମ୍ଭାଳିବେ ନା, ଯିବା ନା ସେ କିଛି ଅସୁବିଧା ଅଛି। ପଞ୍ଚାୟତ ଥପା ନେତା ଅଛନ୍ତି, ପଞ୍ଚାୟତଙ୍କ କାନ୍ଧରେ କାଦୁଅ ଗୋଳାଇ ଷଣ୍ଢ କରାଇ ନ୍ୟାଚୁରାଲ ଷଣ୍ଢ। ଯେତେ ଆଜ୍ଞା ନେତା ସବୁତକ ପାଣ୍ଡିଆନଙ୍କ ବିରୁଦ୍ଧରେ, ଯେତେ ଥପା ସବୁ ପାଣ୍ଡିଆନ ସପକ୍ଷରେ। ଥପା ନେତା ଏ ଯୋଉ ପାତାଳି କି ଥପା ନେତା ପାରିବେନି। ବଦ୍ରିପାତ୍ର ପ୍ରଶ୍ନ 5 ଥର ନାହିଁ ବୋଲେ କନଷ୍ଟିଚୁଏନ୍ସି ଲୋକ ଅଛନ୍ତି। ଇଏ ଯିଏ ପାଣ୍ଡିଆନ ପାଇଁ ବାହାରି କହନ୍ତି, ତାଙ୍କର ଖାତା ଖଜାନା ପାଞ୍ଚି କିଛି ନାହିଁ, ଛବିରେ ବାହାରୁଛନ୍ତି। ତ ଲଢ଼େଇ ହେବ, ଛବି କେହି ପିଠିରେ ପଡ଼ିବେନି। ଅରୁଣ ସେ ଏକମାତ୍ର ଲୋକ ଯିଏ ଝଡ଼ ପୂର୍ବର ନିରବତାକୁ ବୁଝିଲେ, ପୂର୍ବାଭାସ ପାଇଥିଲେ, ସେଥିପାଇଁ 300ରେ ବଞ୍ଚିଲେ। ଯିଏ ଝଡ଼ରେ ଝଡ଼ି ପଡ଼ିଲେ ସେ ସବୁ ପାଣ୍ଡିଆନ ବେଗରେ ଝୁଲୁଛନ୍ତି ନା। ଆଉ ଯିଏ ବିଜେପି ଝଡ଼ରେ ଝଡ଼ିଥିଲେ ସେ ମଲା, ସବୁ ମଲା ଫୁଲ ଗଛରୁ ହେଲା ପରେ ବାସି ଫୁଲ ଯେତେକ ପାଣ୍ଡିଆନ ସାଙ୍ଗରେ, ସଜ ଫୁଲ ଗୋଟିଏ ପାଣ୍ଡିଆନ ସାଙ୍ଗେ ନାହାନ୍ତି। ଆପଣ ବା ଗୋଟେ ସେଟିଂ କଲେ, ଯେତେ ବାସି ଫୁଲ ମଡ଼ା ବାସି ଫୁଲ ଏଗୁଡ଼ା ସବୁ ପାଣ୍ଡିଆନ ବେକରେ ମଡ଼ା ତକ। ଯେତେକ ବଡ଼ ଟାଣ ପାଟି ସେ ପାଣ୍ଡିଆନ ସେ କେହି ନାହାନ୍ତି। ସୁବିଧା ପାଇଲାଣି ବିଦ୍ରୋହ କରିବେ, ନବୀନ କହିଦେବେ ଯଦି ପାଣ୍ଡିଆନ ରଖିବୁ ଘର ରହ, ଆମେ ଚାଲିଲୁ। ତାଙ୍କର କ'ଣ ଦୁଃଖ ଅଭିଯୋଗ ନାହିଁ? ଝିମଇ ଗୋଟେ ରହିଲେନି ପରମାନେଣ୍ଟ, ସେ ଭିଡ଼ି ଦେଲେ ଗୋଟେ କ'ଣ ପାଣ୍ଡିଆନ ହଠା ଅଭିଯାନ ହଉଛି, ସେଥିରେ ଯଜ୍ଞଟା ଆଉଥରେ ପକେଇଲେ ସିମଇ ଟିକେ। ଆଉ କ'ଣ ଯଦି ମା କାଳି ବଧ କରିବା ଦରକାର, ସେ ମା କାଳି ରୂପ ନେଇଛନ୍ତି। ଅରୁଣ ସାହୁ ସବୁବେଳେ ଥଣ୍ଡା ଇଏ, ସେ ଖଣ୍ଡା ଉଠେଇଲେଣି, ଥଣ୍ଡା ଅରୁଣ ଖଣ୍ଡା ଉଠେଇଲେଣି। କାଲି ଯୋଉ ପବନଟା ନିଆଁଟା ଲାଗୁଛି, ସେ କାଲି ନିଆଁ ପକେଇଦେଲେ, ଆହୁତି ଦେଲେ ନା ନାହିଁ? ଭାସ୍କରଠୁ ଆରମ୍ଭ କରି ପ୍ରଫୁଲ୍ଲ ମଲ୍ଲିକ ସମୟ ପକଉଥିଲେ, ସେ ଧାଡ଼ିରେ ଠିଆ ହେଲେ। ବିଜେଡି ପାଣ୍ଡିଆନ ବିରୁଦ୍ଧରେ ଡଜନ ଲୋକ ରେଡ଼ି ହେଲେଣି ନା ନାହିଁ? ବାହାବୁଲ ଲୋକ, ପ୍ରଫୁଲ୍ଲ ମଲ୍ଲିକ ସମାଜ ସୋସିଆଲିଷ୍ଟ ଲୋକ, ଆକ୍ଟିଭ ଲୋକ, ତାଙ୍କ ନାଁରେ କିଛି ଅଭିଯୋଗ ନାହିଁ। ଇଏ ମଲାତକ ଯେତେକ ବାସି ଫୁଲ ହାରିଛି, ଲୋକଙ୍କ ଦ୍ୱାରା ଯେତେ ପ୍ରତ୍ୟାଖ୍ୟାତ ସେଇ ପାଣ୍ଡିଆନ ସେ ବୁଝୁଛନ୍ତି। ଲୋକଙ୍କ ଦ୍ୱାରା ଯେ ଇଲେକ୍ଟେଡ୍, ସେ ପାଣ୍ଡିଆନ ସେ ଗୋଟିଏ ନାହାନ୍ତି। ସେ ତାଙ୍କୁ କୁହାଯାଉଛି ସେ ମଞ୍ଚଟା କିଏ ଜଣେ କଲେ ଆଉ ସେଟିଂ କରିବେ, ଦଳ ଭିତରେ ଗୋଟେ ଫୋରମ ହବ। ଏ ବିଜେଡି ଗୋଟେ ଫୋରମ ପାଇଁ ପୂର୍ବାଭାସ ହେଲା। ପାଣ୍ଡିଆନ କ'ଣ ବିଜୁ ମାଲ ଥିଲା, ଭାସ୍କର ଲଗେଇଲେ କ'ଣ ଖରାପ? ବିଜୁ ସୈନ ହେଇପାରିବନି? ଲିଗାସଟା କିଏ ନବ? ଆଉ ଏନ୍ଟିଆର ତାମିଲନାଡୁରେ ଡିଏମକେ ଏମଡିଏମକେ ଭାଇ 3ଟା ହଉଛି ନା ନାହିଁ? ଲିଗାସି ଲଢ଼େଇ ସରିନି। ସେ କହୁଛି ବିଜୁ ପଟ୍ଟନାୟକ ଲୋକ, ସେ ବିଜୁ ପଟ୍ଟନାୟକ କଥା କହୁଛନ୍ତି, ଅସୁବିଧା କ'ଣ? ତେଣୁ ମନ ଇଚ୍ଛା ଯୋଉ ଭାବୁଥିଲେ ପାଣ୍ଡିଆନ ସଭାପତି କରିବି, ତାଙ୍କ ଝଟକା ଲାଗିଲାଣି। ବଡ଼ ବଡ଼ ଭାସ୍କର ବେପାର ଲୋକ ସେ ଡରୁନାହାନ୍ତି, ବେପାର ଲୋକ ଡରୁନାହାନ୍ତି, ଅନ୍ୟମାନେ କ'ଣ ଡରିବେ? ବର୍ତ୍ତମାନ ପାଣ୍ଡିଆନ ବିପର୍ଯ୍ୟୟ ଆରମ୍ଭ ହେଲା। ନୂଆପଡ଼ା ଇଲେକ୍ସନ ହବ, ଯୋଉ ମଡ଼ାଟା ଖାଉଥିଲେ ଲଗଉଥିଲେ ପୋଲିସ କରୁଥିଲେ, ସେଇଠି ବିଜେପି ଟେଷ୍ଟେଡ୍ ହବ ଯେ ବିଜେପି ଝଟକୁ ସମ୍ଭାଳି ପାରୁଛି କି ନାହିଁ। ଉପନିର୍ବାଚନରେ ସମର୍ଥନ କଲେନି ସିଏ କରିପାରିବେ ନା, ପକେଟରେ ଏତେ ପଇସା ଅଛି। ଯେତେବେଳେ ଯେମିତି କୁକୁର ଛୁଆକୁ ସେ ବୁଲେଟ୍ ବେଲ୍ଟ ଏମିତି ବନ୍ଧା ହେଇతే କୁକୁରକୁ ମାଲିକ ଘୋଷାରି ବୁଲେ ନାହିଁ। ବିଜେପି ବାଲା ବେଲ୍ଟ ଟଙ୍କା ପଇସା ଘୋଷାରି ବୁଲେଇବେ। ଏଠିକି ସ୍କୁଟିରେ ବସିବ, କାରରେ ବସିବ। ବିଜେପି ବାଲା ଭାଇ ବିଜେଡି ବାଲା ବେଲ୍ଟ କୁକୁର ଯେମିତି ମାଲିକ ଧରି ବୁଲାଏ, ବେଲ୍ଟ ଅଛି, ଧରି ବସିବେ ଗାଡ଼ିରେ, ଚାଲ ଯିବ, ଜାଣିବ ନା ଅବସ୍ଥା। ପାଣ୍ଡିଆନ କାହିଁ ସାଙ୍ଗେ ସାଙ୍ଗେ ସାଲୁଟ, ସାଙ୍ଗେ ସାଙ୍ଗେ ନରମ, ସାଙ୍ଗେ ସାଙ୍ଗେ ଭୁଗୁଛନ୍ତି, ସାଙ୍ଗେ ସାଙ୍ଗେ ସାଲୁଟ। ଦିଲ୍ଲୀ ଗଲା ମାନେ ସାଲୁଟ ମାରିବେ। କିନ୍ତୁ ବିଜେଡି ବର୍ତ୍ତମାନ ଯୋଉ ଅବସ୍ଥାରେ ଅଛି, ବିଜେପି କୌଣସି ବାହାରି ପାରୁନି। ତାଙ୍କ ମେଣ୍ଟ ସବୁବେଳେ ମୁଁ କହିଟି ରହିଛି, ରହିବ, ସେ ମେଣ୍ଟ ଭାଙ୍ଗୁନାହିଁ। ତୁଣ୍ଡରେ କହିଲେ କ'ଣ କି ନିରପେକ୍ଷ? ମୋର ବିଜେଡି ଗୋଡ଼ ଚାଟିଦେଲ, ବିଜେପିରେ ଗୋଡ଼ ଚାଟିଦେଲ, ନିରପେକ୍ଷ? ବିଜେପି ସାଲାମ ଦେବ, ନିରପେକ୍ଷ ଦେବ କ'ଣ? ତ ଆଞ୍ଚଳିକ ଦଳ କରିକି ଚନ୍ଦ୍ରବାବୁ ନାଇଡୁ, ନୀତିଶ କୁମାର ଟଙ୍କା ବୋହି ନେଲେ, ଗୁଡ଼ାଏ ବର୍ଷ ଶାସନ କଲ। ଯୋଉ ସମୟରେ ରାଜ୍ୟର ସ୍ୱାର୍ଥ ହାସଲ ହୁଏ, ତମେ ତା ମୁଣ୍ଡିଆ ଏତେ ଖାଇଯାଇଛ, ସ୍କୁଲ ବେଲ୍ଟ, ଟେବୁଲ ଚେୟାର, ମାଟି ପଙ୍କ ପିଚୁ ଖଣି ଖାଇଛ, ହଲି ପାରୁନ, ଜଳ ଉଦର ରୋଗ ଭଳିଆ ଧରିଛି। ତେଣୁ ତମକୁ ବିଜେପି ବାଲା ଯୋଉନ ବେଲ୍ଟ ଟାଣିବେ, ତମ ପଛରେ ଭୋଗିକି ଚାଲିବ। ମିଛରେ ଆଡ଼େ ପ୍ରବଚନ ଦେବ, ସେଠି ସାଲାମ ଦେବ ରାତିରେ।